ଦେଖନ୍ତୁ ଗତ 9/11/24 ଦିନ ପାଖ 10ଟା ପାଖାପାଖି ଆମର ଜ୍ୟୋତି ପ୍ରକାଶ ମହାନ୍ତି ଯେ ଟିପିଡବ୍ଲ୍ୟୁରେ ଗୋଟେ ଇଞ୍ଜିନିୟର ଅଛନ୍ତି, ସେ ଦେହେରିପାଲିରେ ଭଡ଼ା ରହୁଛନ୍ତି। ସେଇ ସମୟରେ ସେ 9ଟା 40 ପାଖ ଯେତେବେଳେ ଘରୁ ବାହାରିକି ଡ୍ୟୁଟି ଗଲେ, ତାଙ୍କ ୱାଇଫ୍ ଘରେ ଏକୁଟିଆ ଥିଲେ ଏବଂ ସେ ଯେତେବେଳେ କପଡ଼ା ଶୁଖେଇବାକୁ ଉପର ଘରକୁ ଯାଇଥିଲେ, ସେଇ ସମୟରେ ତାଙ୍କ ଘର ଭିତରକୁ ପଶି କିଛି ଅଜଣା ଚୋର ତାଙ୍କର ଘରୁ ତାଙ୍କର ଗୋଡରେଜ ଭିତରୁ ତାର ସୁନା ଏବଂ ରୂପା ଅଳଙ୍କାର ସହିତ କିଛି ଟଙ୍କା ଚୋରି କରି ନେଇଥିଲେ। ତ ସେ ତଳକୁ ଆସି ଦେଖିଲା ପରେ ଗୋଡରେଜ ଖୋଲା ଅଛି। ସେ ସାଙ୍ଗେ ସାଙ୍ଗେ ବାହାରେ ଆସିକି ଚିଲେଇଲା ତାପରେ ଲୋକ ଗୁଡ଼ାକ ଯେଉଁ ଅଛନ୍ତି, ପାଖ ଲୋକ ଯେଉଁ ଅଛନ୍ତି, ସେଥିରେ ସେମାନେ 2 ଜଣ ଲେଡ଼ିଜ୍ ଏବଂ ଛୁଆ ଏମାନଙ୍କୁ ଧରି ପାରିଲେ ଏବଂ ସାଙ୍ଗେ ସାଙ୍ଗେ ଥାନାକୁ ରିପୋର୍ଟ କଲା ପରେ ଆମେ ଯାଇକି ଥାନା ଆଇସି ଆମର ଯେଉଁ ଅଛନ୍ତି PK ସ୍ୱାଇଁ ଏବଂ ତାଙ୍କର ଷ୍ଟାଫ୍ ସବୁ ପହଞ୍ଚିଲେ ଏବଂ ତଦନ୍ତ କଲା ସମୟରେ ସେମାନେ ସବୁ ଏରେଗୋଲା ପାର୍ଟି ଥିଲେ, ଯେଉଁ ବଞ୍ଜାରା ପାର୍ଟି। ତାଙ୍କୁ ଆଣିକି ପଚରା ଉଚରା କଲା ସମୟରେ ସେମାନେ କିଛି କହିଲେନି ଏବଂ କିନ୍ତୁ ଆମର ତାଙ୍କ ପାଖରୁ ଯାହା କିଛି କ୍ଲୁ ମିଳିଲା, ସେଥିରେ ଆମର ଗୋଟେ ଲୋକକୁ ଆମେ ଧରିଲୁ ଯେଉଁ ବୁଲାବୁଲି କରୁଥିଲା କ୍ଷେତ୍ରାଜପୁର ପାଖରେ। ତାପରେ ତାକୁ ଲିଡ୍ କରିକିରି ଆମର ଗୋଟେ ଟିମ୍ ଜୟାତି ସାହୁର ଯେଉଁ ସବ୍ ଇନ୍ସପେକ୍ଟର ଅଛନ୍ତି ତାଙ୍କ ଅଣ୍ଡରରେ ସେମାନେ ବିହାର ଯାଇକି ତାଙ୍କ ଗାଁରେ ସର୍ଚ୍ଚ କରିଥିଲେ ଏବଂ ସେଇଠୁ ଯାହା କ୍ଲୁ ପାଇଥିଲେ ଏବଂ କ୍ଲୁ ପାଇଲା ପରେ ସେଥିରେ ଆମର ରାଉରକେଲାରେ ଯେଉଁ ତାଙ୍କର ଟିମ୍ ଥିଲେ ତାଙ୍କୁ ଆପ୍ରିହେଣ୍ଡ କରିଥିଲେ। ଏଥିରେ SP ଆମର ସମ୍ବଲପୁର ସାହେବଙ୍କର ନିର୍ଦ୍ଦେଶ କ୍ରମେ ସେଇଠି ଆମର ରେଡ୍ କରାହେଇଥିଲା ଏବଂ ରେଡ୍ ସମୟରେ ଯାହା ଯାହା ତାଙ୍କର ଚୋରି ହେଇଥିଲା, ସୁନାର ମାନେ ଗୋଟେ ଚେନ୍, ତାଙ୍କର ମଙ୍ଗଳସୂତ୍ର, ଇୟରିଂ, ଫିଙ୍ଗର ରିଙ୍ଗ, ଶଙ୍ଖା ଏବଂ ରୂପା ଜିନିଷ ଗୁଡ଼ାକ ସବୁ ସିଜ୍ ହେଇଛି। ବର୍ତ୍ତମାନ ଆମର ସବୁ ରିକଭରି ହେଇଛି ଏବଂ ସେଗୁଡ଼ାକ ଆମେ ସିଜ୍ କରିଛୁ ଏବଂ ସେଥିରେ ଯେଉଁ ଲେଡ଼ିଜ୍ ଯେଉଁ ଥିଲେ ସେଥିରେ 2 ଜଣ ସୁଧା ଖେରୱାଲ ଆଉ ଅଞ୍ଜୁ ଖେରୱାଲ, ଏ 2 ଜଣ ହେଉଛନ୍ତି ନବୀନ ଖେରୱାଲର 2ଟା ୱାଇଫ୍। ବର୍ତ୍ତମାନ ସେ ନବୀନ ଖେରୱାଲ ବି ଆରେଷ୍ଟ, ନବୀନ ଖେରୱାଲ ଆଉ ପରମାର ଖେରୱାଲ 2 ଜଣ ଆରେଷ୍ଟ ହେଇଛନ୍ତି। ଲେଡି 2 ଜଣ ବି ଡିଟେନ୍ ଅଛନ୍ତି ଏବଂ ଯେଉଁ ଛୁଆ 2 ଜଣ ବି ଅଛନ୍ତି ସେମାନଙ୍କୁ ଆମେ ଡିଟେନ୍ କରୁଛୁ। ବର୍ତ୍ତମାନ ତାଙ୍କୁ କୋର୍ଟ ଫରୱାର୍ଡ କରାହେବ।